ମୋ ନାମ ଶଙ୍କର୍ଷଣ ମାଝୀ, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ହାଳଙ୍ଗା ପଞ୍ଚାୟତ ପାଳପାଟଣା ଗାଁରୁ ମୁଁ ଆସିଅଛି। ଏଠି ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀ ଚୁରିଆ ମ୍ୟାଡ଼ାମଙ୍କୁ ଟିକେଟ୍ ଦେଇଥିବାରୁ ତାଙ୍କର ପ୍ରଚାର କରିବା ପାଇଁ ନବୀନ ବାବୁଙ୍କର ହାତମୁଠାକୁ ସୁଦୃଢ଼ କରିବା ପାଇଁ ମୁଁ ସୁଦୂର ମୟୂରଭଞ୍ଜରୁ 14ଟା ଜିଲ୍ଲା ପାର ହେଇକି ଏଠି ପହଞ୍ଚିଛି। ଏଠିକାର ମାହୋଲ ଯାହା ଦେଖୁଛି, ନବୀନ ବାବୁ 13 ଆଉ 17ରେ ଆସିବେ, 13ରେ ଆସିବେ, 17ରେ 7ରେ ଆସିବେ। ତାଙ୍କର ବାଟ ହଲେଇ ଦେବେ, ସବୁ ଶଙ୍ଖମୟ ହେଇଯିବ। ଶଙ୍ଖ ହେଉଛି ଦୁଃଖର ସାଥୀ, ସୁଖର ସାଥୀ। ଶଙ୍ଖ ଦୁଇଥର ବାଜେ, ମାଉସୀମାନେ ସବୁ ଶଙ୍ଖ ବଜାନ୍ତି। ସକାଳୁ ବାଜେ ଶଙ୍ଖ, ସଞ୍ଜକୁ ବାଜେ ଶଙ୍ଖ। ଶଙ୍ଖ ହେଉଛି ଗୋଟେ ଚିହ୍ନ, ଏମିତି ଏକ ଚିହ୍ନ, 4.5 କୋଟି ଓଡ଼ିଆ ତାଙ୍କୁ ଭଲ ପାଆନ୍ତି ଶଙ୍ଖ ଚିହ୍ନକୁ। ପଦମପୁରରେ ଯେମିତି ଶଙ୍ଖ ବାଜିଥିଲା, ଆଜି ଆଉ ଥରେ ସେମିତି ଏଇ ନୂଆପଡ଼ାରେ ଶଙ୍ଖ ବାଜିବ। ସବୁଆଡ଼େ ଏବେ ଶଙ୍ଖ ବାଜିବ। ନବୀନ ବାବୁଙ୍କର ଏଥର ସଂକଳ୍ପ, ଶଙ୍ଖ ବାଜିବ, ଶଙ୍ଖ ଘରେ ଘରେ ବାଜିବ। ନବୀନ ବାବୁଙ୍କର ଯେଉଁ ସ୍ୱଚ୍ଛ ଶାସନ, ସ୍ୱଚ୍ଛ ପରିମଳ ଶାସନ, ନିର୍ମଳ ଶାସନ, ତାଙ୍କ ଦେହରେ ଟିକେ କାଳି ଛିଟା ବି ଲାଗିନାହିଁ। ସାରା ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତେ କହୁଛନ୍ତି ନବୀନ ପଟ୍ଟନାୟକ 1 ନମ୍ବର ମୁଖ୍ୟମନ୍ତ୍ରୀ, 1 ନମ୍ବର ମନୁଷ୍ୟତ୍ୱ, 1 ନମ୍ବର ଜଣେ ମଣିଷ। ଜଗନ୍ନାଥଙ୍କର ଆଶୀର୍ବାଦ ତାଙ୍କ ଉପରେ ଅଛି, ନବୀନ ପଟ୍ଟନାୟକ ଉପରେ ଜଗନ୍ନାଥଙ୍କର ଆଶୀର୍ବାଦ ଅଛି। ଏଥର ନୂଆପଡ଼ାରେ ଶଙ୍ଖ ବାଜିବ, ଘରେ ଘରେ ଶଙ୍ଖ ବାଜିବ। ଦେଖୁଛି ମୁଁ ଆସିକି 6-7 ଦିନ ନବୀନ ବାବୁଙ୍କର ଜନ୍ମଦିନଠୁ ନବୀନ ବାସରେ ତାଙ୍କର ଯେଉଁ ହେଲା ଏକାମ୍ବରରେ ଜନ୍ମଦିନ ପାଳିଲେ, ସେଇଠୁ ମୁଁ ଅନୁମାନ କଲି ଏ ଛୋଟ ପିଲାଙ୍କ ସହିତ କେକ୍ କାଟୁଛନ୍ତି,